ଜୟ ଜଗନ୍ନାଥ। ଆଜିର ଶେଷ ଟିକି ଚଢ଼େଇଙ୍କ ନୂଆ ଘର। ସକାଳର କୁହୁଡ଼ି ଚାରିଆଡ଼େ ମାଡ଼ିଥିଲେ ବି ଦଳ ଦଳ ଟିକି ଚଢ଼େଇଙ୍କ କିଚିରିମିଚିରି ଶବ୍ଦରେ ଶିବୁର ନିଦ ଭାଙ୍ଗିଗଲା। ଝରକାର ସଫା କାଗଜରେ ଟିକି ଚଢ଼େଇଟି ଥଣ୍ଟା ମାରିବାରୁ ଶିବୁର ନିଦ ହେଲାନି। ସେତେବେଳକୁ ସକାଳର ସୁନେଲି କିରଣ ଚାରିଆଡ଼େ ବିଛାଡ଼ି ହୋଇ ପଡ଼ିଲାଣି। ଶିବୁ ବିଛଣାରୁ ଧଡ଼ପଡ଼ ହୋଇ ଉଠି ଦେଖେ ତ କାଚ ପାଖରେ କେତେ ପ୍ରକାରର ଟିକି ଚଢ଼େଇ ବସିଛନ୍ତି। ବାଲକୋନିରେ ମଧ୍ୟ ଚଢ଼େଇମାନେ ଏପଟ ସେପଟ ହୋଇ କୋଳାହଳ କରୁଛନ୍ତି। ଏଇଆ ଦେଖି ଶିବୁର ମନ ବିରକ୍ତିରେ ଭରିଗଲା। ତାର ସକାଳର ନିଦରେ ବ୍ୟାଘାତ ହେବାରୁ ସେ ଦୌଡ଼ିଗଲା ମା'ଙ୍କ ପାଖକୁ, ଯିଏକି ରୋଷେଇ ଘରେ ସକାଳର ଜଳଖିଆ ପ୍ରସ୍ତୁତି କରୁଥିଲେ। ଶିବୁ ଯାଇ ମା'ଙ୍କୁ କହିଲା, ବାଲକୋନିରେ ବସି ଚଢ଼େଇମାନେ କେଁ କାଁ ଶବ୍ଦ କରୁଛନ୍ତି, ତାଙ୍କୁ ତୁମେ ଘୋଡ଼ାଇ ଦିଅ, ମୋ ନିଦ ଭାଙ୍ଗିଗଲା। ଏହା ଶୁଣି ମା କହିଲେ, ତୁ ବ୍ୟସ୍ତ ହେଉଛୁ କ'ଣ ପାଇଁ? ତୋତେ ଯେମିତି ଖାଦ୍ୟ ନ ମିଳିଲେ ତୁ ବ୍ୟସ୍ତ ହଉ, ସେମିତି ପକ୍ଷୀମାନଙ୍କୁ ମଧ୍ୟ ଖାଦ୍ୟ, ଜଳ ଇତ୍ୟାଦି ନ ମିଳିଲେ ସେମାନେ ମଧ୍ୟ ବ୍ୟସ୍ତ ହୋଇପଡ଼ନ୍ତି। ଦେଖୁନୁ କେମିତି ବାତ୍ୟା, ପବନ, ବନ୍ୟା ହେଉଛି, ସେଥିରେ ସେମାନଙ୍କର ଘର ଭାଙ୍ଗି ଯାଇଛି। ସେମାନେ ରହିବେ କେଉଁଠି, ଖାଇବେ କ'ଣ? ଶାବକକୁ ଧରି ମା ଚଢ଼େଇମାନେ ଦଳ ଦଳ ହୋଇ ବୁଲୁଛନ୍ତି। ସେଥିପାଇଁ ସେମାନେ ଏଠି ଅଛନ୍ତି। ଏ ସମୟରେ ଶିବୁର ବାପା ଆସି ପହଞ୍ଚିଗଲେ। ଶିବୁକୁ ରୋଷେଇ ଘରେ ଦେଖି ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ଶିବୁ, ଏଠି ସକାଳୁ ସକାଳୁ? ମା ତାଙ୍କୁ ସମସ୍ତ ବୃତ୍ତାନ୍ତ ଜଣାଇଲେ ଯେ ଝରକାରେ ଏକ ପକ୍ଷୀ ଠକ୍ ଠକ୍ କରୁଥିବାର ଶବ୍ଦରେ ତାଙ୍କର ନିଦ ଭାଙ୍ଗିଗଲା। ଏହା ଶୁଣି ଶିବୁର ବାପା କହିଲେ ଯେ ସମସ୍ତେ ଛୋଟ ଚଢ଼େଇଙ୍କ ପାଖରୁ ଆମକୁ ପରିଶ୍ରମୀ ଓ ଆତ୍ମନିର୍ଭରଶୀଳ ହେବା ଭଳି ଜ୍ଞାନ ଶିଖିବା ଉଚିତ। ସେମାନଙ୍କୁ ସାହାଯ୍ୟ କରିବା ଏବଂ ତାଙ୍କ ପ୍ରତି ଦୟା ମନୋଭାବ ଦେଖାଇବା ହେଉଛି ଆମ୍ଭମାନଙ୍କର କର୍ତ୍ତବ୍ୟ। ଏହାପରେ ବାପା ଦୁଇଟି ଯୋଡ଼ି ଆଣି ତାକୁ ବାଲକୋନିରେ ଝୁଲାଇ ଦୁଇଟି ବସା ତିଆରି କରିଦେଲେ। ଯାହା ଦେଖି ଶିବୁ ମଧ୍ୟ ଅତ୍ୟନ୍ତ ଖୁସି ହୋଇ ନିଜର ଏକ ବିସ୍କୁଟ ପ୍ୟାକେଟ ଦେଇଦେଲା। ଏହାଠାରୁ ଆମେ ଶିଖିବା ଉଚିତ ଯେ ଆମକୁ ସବୁବେଳେ ସମସ୍ତଙ୍କ ପ୍ରତି ଦୟାବାନ ହେବା ଉଚିତ, ସମସ୍ତଙ୍କୁ ସବୁବେଳେ ସାହାଯ୍ୟ କରିବା ଉଚିତ, କେବେ କାହା ପ୍ରତି ନିର୍ଦ୍ଦୟ ନିଷ୍ଠୁର ହେବା ଉଚିତ ନୁହେଁ। ପକ୍ଷୀ ହେଲେ ବି ଆମେ ତା'ଠାରୁ ସବୁବେଳେ ସମୟ ଜ୍ଞାନ ଆହରଣ କରିବା ଉଚିତ। ଏହା ଦେଖି ବାପା ମଧ୍ୟ ଅନେକ ଖୁସି ହେଲେ। ଧନ୍ୟବାଦ।